ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ପାଇଁ ମନ୍ଦିରରେ ଆମେ ପୂଜା ସାରିକି ଆସିଲା ପରେ ଆଉ ରୁମ୍ରେ ପହଞ୍ଚିଲା ପରେ ତାପରେ ରଶ୍ମି ଆମର ଯେଉଁ ବ୍ରତ କରିଥିଲେ ସାବିତ୍ରୀ ବ୍ରତ, ସେଥିରେ ସେ ହେଉଛି ବର୍ତ୍ତମାନ ପାଇଁ ମାନେ ତାର ଯେଉଁ ନିୟମ ଥାଏ ସ୍ୱାମୀକୁ ପୂଜା କଲା ପରେ ଆଉ ଟିକେ ଜଳ ପିଇକି ବ୍ରତଟା ଭାଙ୍ଗନ୍ତି। ତ ବର୍ତ୍ତମାନ ରଶ୍ମି ଆମର ଦେଖନ୍ତୁ ସେମିତି କରୁଛନ୍ତି। ଆଉ ବର୍ତ୍ତମାନ ପାଇଁ ମୁଁ ବସିଲି ପୂଜା ପାଇବା ପାଇଁ। ଦେଖିପାରୁଥିବେ ଆପଣମାନେ ଯେମିତିକି ସେ ମୋ ମଥାରେ ବର୍ତ୍ତମାନ ପାଇଁ ଚନ୍ଦନ ଟୋପାଟେ ଲଗାଇଲେ, ତାପରେ ଆଉ ଆମର ଟିକେ ମୋତେ ବନ୍ଦେଇ ଦେଲେ। ଆଉ ତାପରେ ବର୍ତ୍ତମାନ ପାଇଁ ମୁଁ ତାଙ୍କୁ ଟିକେ ସିନ୍ଦୁର ପିନ୍ଧେଇ ଦେବି। ଦେଖନ୍ତୁ ତାଙ୍କୁ ଟିକେ ସିନ୍ଦୁର ମୁଁ ପିନ୍ଧେଇ ଦେଉଛି। ତାପରେ ଶଙ୍ଖା ଟିକେ ତାଙ୍କୁ ପିନ୍ଧେଇ ଦେବା, ପିନ୍ଧେଇକି ତାଙ୍କୁ କିଛି ଟିକେ ଖାଇତେ ଦେଇକି ଜଳ ଟିକେ ଦେବା ପିଇବା ପାଇଁ। ତାପରେ ସିଏ ମୋତେ ଜୁହାର ହେଇସାରିଲା ପରେ ତାଙ୍କର ବ୍ରତଟା ସମ୍ପୂର୍ଣ୍ଣ ହୋଇଥାଏ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀଙ୍କର ତ ଏମିତି ହୁଏ, ଆଉ ଏମିତି ହିଁ କରନ୍ତି ସେମାନେ। ଆଉ ଚାଲନ୍ତୁ ମୁଁ ବି କରିନିଏ, ସେ ସବୁବେଳେ ଏମିତି ସୁଖରେ ରୁହନ୍ତୁ ଆଉ ମୁଁ ତାଙ୍କ ସାଥିରେ ସବୁବେଳେ ଥାଏ, ଏତିକି ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା। ଆଉ ଆମର ସମ୍ପର୍କ ସେମିତି ରହିଥାଉ, କାହା ନଜର ନ ଲାଗୁ ସାଙ୍ଗମାନେ।